नमस्कार। आज आमे एक बहुत पुराणा आउ गुरुत्वपूर्ण विषय भितरकू जिबा। हाँ प्राचीन भारतर समाज आउ नीति नियम, विशेष करी मनुंक सामाजिक नियम माने मनुस्मृति को नहीं। एकदम आम पाखरे ଯେଉଁ ସବୁ ତଥ୍ୟ ଅଛି ସେଗୁଡ଼ିକ ତ ମନୁସ୍ମୃତିର ବିଭିନ୍ନ ଅଂଶରୁ ହିଁ ଆସିଛି, ଯାହା ସେ ସମୟର ସମାଜ ନିୟମ କାନୁନ ବିଷୟରେ ବହୁତ କିଛି କହୁଛି। ଏହାକୁ ବୁଝିବା ହଁ ଟିକେ ଜଟିଳ ତ ହୋଇପାରେ, କିନ୍ତୁ जरूरी ହଁ ସେହି ସମୟକୁ ଜାଣିବା ପାଇଁ ଏହା ଏକ ମୂଳ ଆଧାର ବୋଲି କହିପାରିବା। एकदम। तेबे आमर आजिर ए कथाबार्तार मुख्य उद्देश्य हैला एही पुराणा ग्रंथरे सेतेबेलर समाज केमिति थिला माने तार गठन, ହଁ लोकंकर आचार व्यवहार, शासन एसबु केमिति चालुथिला से विषय आम पाखरे थिबा तथ्य आधाରରେ बुझिबा। ଠିକ୍ तेबे चालंतु आरंभ करिबा। प्रथमे ए मनुस्मृति जिनिसटा प्रकृतिरे कौन? ଦେଖନ୍ତୁ ଆମ ପାଖରେ ଥିବା ସୂଚନା କହୁଛି ଯେ ଏହାକୁ ପ୍ରାଚୀନ ଭାରତର ଜଣେ ବଡ଼ ଆଇନ ପ୍ରଣେତା ମାନେ ମନୁ ଲେଖିଥିଲେ ବୋଲି ଏକ ବିଶ୍ୱାସ ଅଛି। अच्छा, ହିନ୍ଦୁ ଧର୍ମର ଯେଉଁ ଆଇନ କାନୁନ, ସାମାଜିକ ଚଳଣି, କ'ଣ ଠିକ୍ କ'ଣ ଭୁଲ ସେ ବିଷୟରେ ଏଇଟା ଗୋଟେ ମୂଳ ବହି ଭଳି। ଆଉ ପ୍ରାଚୀନ ଭାରତୀୟ ସମାଜ ସେତେବେଳେ କେମିତି ଚାଲୁଥିଲା, ତାର ସାମାଜିକ, ଧାର୍ମିକ, ଏପରିକି ରାଜନୈତିକ ଦିଗ ବିଷୟରେ ଏଥିରୁ ବହୁତ କିଛି ଜଣାପଡ଼େ। अच्छा। तेबे एहार मूल लक्ष्य कौन थिला बोली भाबुछंती? काहेकि एमिति एक ग्रंथ लेखागला? ମୁଖ୍ୟତଃ କହିବାକୁ ଗଲେ ସମାଜରେ ଗୋଟେ ପ୍ରକାର ସମନ୍ୱୟ ବା ମେଳ ରଖିବା ପାଇଁ। समन्वय। ହଁ ଧର୍ମର ପାଳନ, ଏଠି ଧର୍ମ ମାନେ ପ୍ରତ୍ୟେକ ଲୋକର ନିଜ ନିଜ କର୍ତ୍ତବ୍ୟକୁ ଠିକ୍ ଭାବେ କରିବା, बुझिली। ଆଉ ସମାଜରେ ଗୋଟେ ନୈତିକ ଶୃଙ୍ଖଳା ବଜାଇ ରଖିବା, ଏ ଦୁଇଟା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଲାଗୁଛି। माने जीवनर प्राय सबु दिग पई किछि नियम। ଏକଦମ ପ୍ରାୟ ସବୁ କ୍ଷେତ୍ର ପାଇଁ କିଛି ନା କିଛି ନିୟମ ଦେବାକୁ ଏକ ଚେଷ୍ଟା କରାଯାଇଥିଲା। बुझिली। तेबे एहार स्वरूप केमिति थिला? एहा केवल गुटे आईन बही थिला ना आहुरी किछि थिला? ନା ନା ଏଇଟା ଭଲ ପ୍ରଶ୍ନ ପଚାରିଲେ। ଆମ ପାଠରେ ଥିବା ତଥ୍ୟ ଅନୁସାରେ ଦେଖନ୍ତୁ ଏହାର ଲେଖାଶୈଳୀ ଟିକେ ଆଇନ ଭଳି ଲାଗିପାରେ, हाँ, କିନ୍ତୁ ଏହା ମୂଳତଃ ଏକ ଧାର୍ମିକ ଗ୍ରନ୍ଥ। ଏହା ହିନ୍ଦୁ ଧର୍ମ ଦର୍ଶନ ସହିତ ବହୁତ ଗଭୀର ଭାବେ ଜଡ଼ିତ। अच्छा। ଏହାକୁ ଏକ ଆଚରଣ ସଂହିତା ବା କୋଡ୍ ଅଫ୍ କଣ୍ଡକ୍ଟ ବି କୁହାଯାଇପାରେ, कारण କାରଣ ଏହା ପ୍ରତ୍ୟେକ ବ୍ୟକ୍ତି ଏବଂ ଗୋଷ୍ଠୀ ପାଇଁ ସେମାନଙ୍କର କର୍ତ୍ତବ୍ୟ କ'ଣ, ଅଧିକାର କ'ଣ ଆଉ ଦାୟିତ୍ୱ କ'ଣ ହବା କଥା ସେସବୁ କହିଛି। आउ एथिरे थिबा नियम गुड़िक सेगुड़िक कौन केवल मनीष तैयारी करिथिला ना आउ किछि विश्वास थिला? ସେତେବେଳର ବିଶ୍ୱାସ ଅନୁସାରେ ଏ ନିୟମଗୁଡ଼ିକ କେବଳ ମଣିଷ ତିଆରି ନୁହେଁ, ବରଂ ଏହା ଧର୍ମରୁ ଆସିଛି। माने दैवी स्वीकृति भଳି किछि? ହଁ ଏକ ପ୍ରକାର ଦୈବୀ ସ୍ୱୀକୃତି ଏହାକୁ ମିଳିଛି ବୋଲି ଧରାଯାଉଥିଲା। ଆଉ ଏହାର ପରିସର ବି ବହୁତ ବଡ଼ ଥିଲା। ସମାଜ, ପରିବାର, ଅର୍ଥନୀତି, ରାଜନୀତି ପ୍ରାୟ ସବୁ କଥା ଏଥିରେ ଥିଲା। ठीक अछि। एबे आसंतो सेही विषय को जिबा जाहाकु नेई बोधे सबुठु बेसी चर्चा हुए। କୋଉ କଥା? मनोंक समयर सामाजिक गठन और विशेष करी सेही वर्ण व्यवस्था। ଓହୋ ହଁ, ବର୍ଣ୍ଣ ବ୍ୟବସ୍ଥା। ସେ ବିଷୟରେ ଆମ ତଥ୍ୟ କହୁଛି ଯେ ସମାଜକୁ ମୁଖ୍ୟତଃ 4 ଭାଗ ବା ବର୍ଣ୍ଣରେ ବଣ୍ଟା ଯାଇଥିଲା। 4 भाग? ହଁ, ପ୍ରଥମେ ଥିଲେ ବ୍ରାହ୍ମଣ, ଯେଉଁମାନେ ପୂଜାପାଠ କରୁଥିଲେ, ଶିକ୍ଷକ ଥିଲେ, ତାଙ୍କର କାମ ଥିଲା ଜ୍ଞାନ ରଖିବା ଆଉ ବାଣ୍ଟିବା। आउ बाकी तीनोटी? ଦ୍ୱିତୀୟରେ ଆସିଲେ କ୍ଷତ୍ରିୟ, ଏମାନେ ହେଲେ ଯୋଦ୍ଧା ଆଉ ଶାସକ, ରାଜ୍ୟ ରକ୍ଷା, ଶାସନ କରିବା ଏସବୁ। ତୃତୀୟରେ ବୈଶ୍ୟ, ବେପାରୀ, ଚାଷୀ, ବାଣିଜ୍ୟ, କୃଷି ଏସବୁ ସେମାନଙ୍କ କାମ। अच्छा। ଆଉ ଶେଷରେ ଚତୁର୍ଥରେ ଥିଲେ ଶୂଦ୍ର, ସେବକ ଆଉ ଶ୍ରମିକ, ଏମାନଙ୍କ କାମ ଥିଲା ମାନେ ଲେଖା ଅନୁସାରେ ବାକି ଉପର 3 ବର୍ଣ୍ଣର ସେବା କରିବା। आउ प्रत्येक वर्ण पई निर्दिष्ट काम थिला। ହଁ, ନିର୍ଦ୍ଦିଷ୍ଟ କାମ ଆଉ କିଛି ନିୟମ, କିଛି ସୁବିଧା ବି ଥିଲା। अच्छा। एमिते व्यवस्था करिवार कारण कोन दिया जाइथिला सेही लेखा मानंकरे? काहे कि एमिति? ଦେଖନ୍ତୁ ସେହି ଲେଖାଗୁଡ଼ିକ ଅନୁସାରେ ଏହାର ଉଦ୍ଦେଶ୍ୟ ଥିଲା ସମାଜରେ ଗୋଟେ ଶୃଙ୍ଖଳା ରଖିବା। श्रृंखला। ହଁ, ଆଉ ସମସ୍ତେ ଯେମିତି ପରସ୍ପର ଉପରେ ନିର୍ଭର କରି ଚଳିବେ ତାହା ସୁନିଶ୍ଚିତ କରିବା। କିନ୍ତୁ किंतु ଏଇଠି ଗୋଟେ କଥା ମନେ ରଖିବାକୁ ହେବ, ଆମ ପାଖରେ ଥିବା ସୂଚନା ଏହା ମଧ୍ୟ କହୁଛି ଯେ ପରବର୍ତ୍ତୀ ସମୟରେ ଏହି ବ୍ୟବସ୍ଥାକୁ ନେଇ ବହୁତ ସମାଲୋଚନା ବି ହୋଇଛି। ସେହି ଉତ୍ସଗୁଡ଼ିକରେ ଉଲ୍ଲେଖ ଅଛି ଯେ ପରେ ପରେ ଏହି ବ୍ୟବସ୍ଥା ବହୁତ କଠୋର ହୋଇଗଲା। कठोर। ହଁ, ଆଉ ଏଥିରୁ ଅସମାନତା ଓ ଭେଦଭାବ ବହୁତ ବଢ଼ିଲା। ଏକଥାଟା ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ଏହା ସେହି ଉତ୍ସଗୁଡ଼ିକରେ ଥିବା ଏକ ସମାଲୋଚନାତ୍ମକ ଦୃଷ୍ଟିକୋଣ, ଆମର ନିଜସ୍ୱ ମତ ନୁହେଁ। ठीक अछि। ମାନେ
କେମିତି କାମ ବାଣ୍ଟିବାକୁ ଯାଇ ଏହା ଗୋଟେ ଜନ୍ମଗତ ଶ୍ରେଣୀ ବ୍ୟବସ୍ଥା ତିଆରି କରିଦେଲା, ତାହା ଏକ ଚିନ୍ତାର ବିଷୟ, ଯାହା ସେହି ଉତ୍ସରୁ ହିଁ ଜଣାପଡ଼େ। ବୁଝିଲି। ବହୁତ ଜଟିଳ କଥା ଏଟା। ଏବେ ଆସନ୍ତୁ ପରିବାର ଆଉ ବାହାଘର ନିୟମ ବିଷୟରେ କିଛି ଜାଣିବା। ହଁ, ମନୁସ୍ମୃତିରେ ବାହାଘରକୁ ଗୋଟେ ବହୁତ ପବିତ୍ର କାମ ବା ସଂସ୍କାର ବୋଲି କୁହାଯାଇଛି। ସଂସ୍କାର। ହଁ, ଆଉ ଏଥିରେ 8 ପ୍ରକାର ବାହାଘର ବିଷୟରେ ବି ଲେଖା ଅଛି। 8 ପ୍ରକାର। ହଁ, ସେଥିରୁ ବ୍ରହ୍ମବିବାହକୁ ସବୁଠୁ ଭଲ ବୋଲି କୁହାଯାଇଛି। ସାଧାରଣତଃ ଯାହା ଦେଖାଯାଏ, ପରିବାରରେ ପୁରୁଷଙ୍କର ପ୍ରାଧାନ୍ୟ, ମାନେ ପିତୃସତ୍ତା, ଆଉ ନାରୀମାନଙ୍କର ସତୀତ୍ୱ ଉପରେ ବେଶୀ ଜୋର ଦିଆଯାଇଥିବାର ଜଣାପଡ଼େ। ଆଉ ନାରୀମାନଙ୍କର କାମ ବା କର୍ତ୍ତବ୍ୟ ବିଷୟରେ କ'ଣ କୁହାଯାଇଛି? ମୁଖ୍ୟତଃ ତ ସ୍ୱାମୀ ଆଉ ପରିବାର ପାଇଁ ନିଜକୁ ସମର୍ପଣ କରିବା କଥା। ହଁ। କିନ୍ତୁ ଗୋଟେ ମଜା କଥା ହେଉଛି, କ'ଣ? ମନୁ ଗୋଟେ ଜାଗାରେ କହିଛନ୍ତି, ଯତ୍ର ନାର୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତାଃ। ଓହୋ, ଏହାର ମାନେ ହେଲେ, ଯେଉଁଠି ନାରୀମାନଙ୍କ ସମ୍ମାନ ମିଳେ, ସେଠି ଦେବତାମାନେ ଖୁସି ହୁଅନ୍ତି। ବାଃ, ଏଇଟା ତ ବହୁତ ସକାରାତ୍ମକ କଥା। ହଁ, କିନ୍ତୁ ଯେତେବେଳେ ସମ୍ପତ୍ତି ବାଣ୍ଟିବା କଥା ଆସୁଛି, ନିୟମ ପ୍ରାୟତଃ ପୁରୁଷଙ୍କ ସପକ୍ଷରେ ଥିଲା। ଆଚ୍ଛା। ଯଦିଓ କିଛି ସୂଚନା ମିଳେ ଯେ ବିଧବା କିମ୍ବା ଅବିବାହିତ ଝିଅଙ୍କ ପାଇଁ କିଛି ସୀମିତ ଅଧିକାରର ବ୍ୟବସ୍ଥା ବି ଥିଲା। ବୁଝିଲି। ଏସବୁ ତ ଗଲା ସାମାଜିକ ପାରିବାରିକ କଥା। ଲୋକଙ୍କ ଚାଲିଚଳଣ, ନୈତିକତା ବିଷୟରେ ମନୁଙ୍କ ନିୟମ କ'ଣ କହୁଥିଲା? ଦେଖନ୍ତୁ, ମନୁଙ୍କ ପାଇଁ ନୈତିକ ଶୃଙ୍ଖଳା ଆଉ ଭଲ ବ୍ୟବହାର, ଏଇଟା ହିଁ ଧର୍ମରକ୍ଷାର ମୂଳ କଥା ଥିଲା। ସତ କହିବା, ନିଜକୁ ସଂଯମରେ ରଖିବା, ଦୟାଭାବ ରଖିବା, କାହାକୁ ଆଘାତ ନ ଦେବା ମାନେ ଅହିଂସା। ଏସବୁ ଭଲ ଗୁଣ? ହଁ, ଏସବୁକୁ ଭଲ ଗୁଣ ବୋଲି କୁହାଯାଇଛି। ବଡ଼ମାନଙ୍କୁ ଆଉ ଗୁରୁଙ୍କ ସମ୍ମାନ ଦେବା କଥା ବି ବହୁତ ଜୋର ଦେଇ କୁହାଯାଇଛି। ଆଉ ଯଦି କେହି ଭୁଲ କରେ, ମାନେ ନିୟମ ଭାଙ୍ଗେ? ତା ପାଇଁ ତ ଦଣ୍ଡର ବ୍ୟବସ୍ଥା ଥିଲା। ଚୋରି କରିବା, ବ୍ୟଭିଚାର କରିବା, ମିଛ କହିବା, ଏସବୁ ପାଇଁ କଡ଼ା ଦଣ୍ଡର ପ୍ରସ୍ତାବ ଥିଲା। ଆଚ୍ଛା। ଆଉ ଗୋଟେ କଥା, ମନ, କଥା ଆଉ କାମ ସବୁଥିରେ ପବିତ୍ରତା ବା ଶୁଦ୍ଧତା ରଖିବା ଉପରେ ବି ଜୋର ଦିଆଯାଇଥିଲା। ଏତ ଗଲା ସାଧାରଣ ଲୋକଙ୍କ କଥା। ଯିଏ ଶାସନ କରୁଥିଲେ, ମାନେ ରାଜା, ତାଙ୍କ ପାଇଁ କିଛି ନିୟମ ଥିଲା କି? ତାଙ୍କ କର୍ତ୍ତବ୍ୟ କ'ଣ ଥିଲା? ନିଶ୍ଚୟ ଥିଲା। ଉତ୍ସଗୁଡ଼ିକ କହୁଛି, ରାଜାଙ୍କୁ ଧର୍ମର ରକ୍ଷାକାରୀ ଭାବେ ଦେଖାଯାଉଥିଲା। ଧର୍ମର ରକ୍ଷାକାରୀ? ହଁ, ତାଙ୍କର ମୁଖ୍ୟ କାମ ଥିଲା ରାଜଧର୍ମ ପାଳନ କରିବା। ରାଜଧର୍ମ ମାନେ ଆଇନ କାନୁନ ଠିକ୍ ରଖିବା, ନ୍ୟାୟ ଦେବା, ଆଉ ଯେଉଁମାନେ ଦୁର୍ବଳ ସେମାନଙ୍କୁ ସୁରକ୍ଷା ଦେବା। କିନ୍ତୁ ରାଜା ତ ଏକା ସବୁ କରିପାରିବେନି। ତାଙ୍କର ମନ୍ତ୍ରୀ ବା ଅଫିସରମାନଙ୍କ ପାଇଁ କିଛି କୁହାଯାଇଥିଲା। ହଁ, ସେମାନଙ୍କ ପାଇଁ ବି ନିର୍ଦ୍ଦେଶ ଥିଲା। କୁହାଯାଉଥିଲା ଯେ ମନ୍ତ୍ରୀ ଆଉ ଅଧିକାରୀମାନେ ଜ୍ଞାନୀ ହେବା ଦରକାର, ସଚ୍ଚୋଟ ହେବା ଦରକାର, ଆଉ ରାଜ୍ୟ ପ୍ରତି ସମର୍ପିତ। ଏକଦମ ରାଜ୍ୟ ପ୍ରତି ସମର୍ପିତ ହେବା ଦରକାର। ଟିକସ ନେବା ବ୍ୟବସ୍ଥା ହେଉ କି ନ୍ୟାୟ ଦେବା ବ୍ୟବସ୍ଥା, ସେସବୁ ନୈତିକତା ଆଉ ସେ ଦୈବୀ ନିୟମ ଉପରେ ଆଧାରିତ ହେବା କଥା। ଆପଣ ଦଣ୍ଡ କଥା କହିଲେ ଆଗରୁ, ଦଣ୍ଡ ଦେବାର ନୀତି କ'ଣ ଥିଲା? ଏହାକୁ ବୋଧେ ବ୍ୟବହାର କୁହାଯାଉଥିଲା। ହଁ, ଠିକ୍ କହିଲେ। ଦଣ୍ଡବିଧାନକୁ ବ୍ୟବହାର କୁହାଯାଉଥିଲା ଏବଂ ଏହା ଦଣ୍ଡନୀତି ଉପରେ ଆଧାରିତ ଥିଲା। ଦଣ୍ଡନୀତି? ହଁ, ଏହାର ମୂଳ କଥା ଥିଲା ଯେମିତି ଭୁଲ ସେମିତି ଦଣ୍ଡ, ମାନେ ଆନୁପାତିକ ଦଣ୍ଡ। ଆଚ୍ଛା। ଲକ୍ଷ୍ୟ ସେଇଆ ଥିଲା, ସମାଜରେ ଶୃଙ୍ଖଳା ରଖିବା ଆଉ ଲୋକଙ୍କୁ ଭୁଲ କାମରୁ ଦୂରେଇ ରଖିବା। ଆଉ ନ୍ୟାୟ ଦେବାରେ ରାଜାଙ୍କର ହିଁ ଶେଷ ନିଷ୍ପତ୍ତି ଚାଲୁଥିଲା। କିନ୍ତୁ ଏଥିରେ ବି ସେଇ ବର୍ଣ୍ଣ ବ୍ୟବସ୍ଥାର ପ୍ରଭାବ ଥିଲା ବୋଲି ଶୁଣାଯାଏ। ହଁ, ଦୁର୍ଭାଗ୍ୟବଶତଃ ସେହି ଉତ୍ସଗୁଡ଼ିକରେ ଏକଥା ବି ଲେଖାଉଛି ଯେ ଦଣ୍ଡ ସମସ୍ତଙ୍କ ପାଇଁ ସମାନ ନଥିଲା। ମାନେ କିଏ କେଉଁ ବର୍ଣ୍ଣର ତାହା ଦେଖି ଦଣ୍ଡ ଅଲଗା ଅଲଗା ହେଉଥିଲା। ଏହା ଯେ ଅସମାନତା ସୃଷ୍ଟି କରୁଥିଲା, ସେ କଥା ବି ସେହି ଲେଖାମାନଙ୍କରେ ସୂଚିତ କରାଯାଇଛି। ପୁଣି ଥରେ କହୁଛି, ଏହା ସେହି ଉତ୍ସଗୁଡ଼ିକରେ ଥିବା ଏକ ବିଶ୍ଳେଷଣ। ବୁଝିଲି। ଏବେ ଟିକେ ଅର୍ଥନୈତିକ ଦିଗକୁ ଯିବା। ସମ୍ପତ୍ତି ବାଡ଼ି, ବେପାର ବଣିଜ ବିଷୟରେ କ'ଣ ନିୟମ ଥିଲା? ସେ ବିଷୟରେ ବି କୁହାଯାଇଛି। ସଚ୍ଚୋଟ ଭାବେ ବେପାର କରିବା, କାମ କରୁଥିବା ଲୋକଙ୍କୁ ଠିକ୍ ମଜୁରୀ ଦେବା, ଆଉ ନୀତି ନିୟମ ମାନି ବ୍ୟବସାୟ କରିବାକୁ ପ୍ରୋତ୍ସାହନ ଦିଆଯାଉଥିଲା। ସମ୍ପତ୍ତି ଉପରେ ଅଧିକାରକୁ ମାନ୍ୟତା ମିଳିଥିଲା, କିନ୍ତୁ ବେଶୀ ଭାଗରେ ପୁରୁଷ ଉତ୍ତରାଧିକାରୀଙ୍କ ପାଇଁ। ଆଚ୍ଛା। ଆଉ ଯଦି କିଏ କର୍ଜ ନେଉଛି, ଦେଉଛି ବା କିଛି ଚୁକ୍ତି କରୁଛି, ତାକୁ ଧାର୍ମିକ ଭାବେ ମାନିବାକୁ କୁହାଯାଉଥିଲା। ମାନେ କଥା ଦେଲେ କଥା ରଖିବାକୁ ହେବ। ଠିକ୍। ଆମେ ନାରୀମାନଙ୍କ ବିଷୟରେ ଆଗରୁ କିଛି କଥା ହୋଇଥିଲେ, ଯତ୍ର ନାର୍ୟସ୍ତୁ ଶ୍ଲୋକ ବି କହିଲେ। କିନ୍ତୁ ଅନ୍ୟ ଦିଗଟା ବିଷୟରେ, ମାନେ ସେମାନଙ୍କ ସ୍ଥିତି ବିଷୟରେ ଆମ ପାଖରେ ଥିବା ତଥ୍ୟ ଆଉ କ'ଣ ସ୍ପଷ୍ଟ କରୁଛି? ହଁ, ସେଇଟା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏ ବିଷୟରେ ତଥ୍ୟଗୁଡ଼ିକ ଦର୍ଶାଉଛି ଯେ ମନୁଙ୍କର ନାରୀମାନଙ୍କ ପ୍ରତି ଏକ ମିଶ୍ରିତ ଆଉ କିଛି ମାତ୍ରାରେ ବିବାଦୀୟ ଦୃଷ୍ଟିକୋଣ ଥିଲା। ମିଶ୍ରିତ ଆଉ ବିବାଦୀୟ? ହଁ,
ଗୋଟେ ପଟେ ସେ ନାରୀମାନଙ୍କୁ ପରିବାର ଆଉ ସମାଜ ପାଇଁ ନିହାତି ଜରୁରୀ ବୋଲି ମାନୁଥିଲେ, ଯାହା ଆମେ ସେ ଶ୍ଲୋକରୁ ଜାଣିଲେ, ଆଉ ଅନ୍ୟପଟେ ଯାହାକୁ ଆପଣ ବିବାଦୀୟ କହିଲେ। ଅନ୍ୟପଟେ ସେମାନଙ୍କ ସ୍ୱାଧୀନତା ବହୁ ସୀମିତ ଥିଲା। ଏମିତି କୁହାଯାଉଥିଲା ଯେ ଜଣେ ନାରୀ ପିଲାବେଳେ ବାପାଙ୍କ କଥା, ଯୁବତୀ ବେଳେ ସ୍ୱାମୀଙ୍କ କଥା, ଆଉ ବୃଦ୍ଧାବସ୍ଥାରେ ପୁଅଙ୍କ କଥା। ଏକଦମ ସେଇଆ ମାନି ଚଳିବ। ବହୁତ କ୍ଷେତ୍ରରେ ସେମାନଙ୍କୁ ବେଦ ପଢ଼ିବା ବା ଧର୍ମଶିକ୍ଷାରୁ ଦୂରେଇ ରଖାଯାଇଥିଲା ବୋଲି ମଧ୍ୟ ଉତ୍ସଗୁଡ଼ିକରେ ସୂଚନା ମିଳେ। ଓହୋ, ଏତେ ସବୁ ନିୟମ କାନୁନ ପଛରେ କିଛି ଗଭୀର ଚିନ୍ତାଧାରା ବା ଦର୍ଶନ କିଛି ଥିଲା କି? ନିଶ୍ଚୟ ଥିଲା। ମନୁଙ୍କ ନିୟମ ମୁଖ୍ୟତଃ ହିନ୍ଦୁ ଧର୍ମର ଯୋଉ ଧର୍ମଧାରଣା ତା ଉପରେ ହିଁ ତିଆରି ହୋଇଥିଲା। ଏଠି ଧର୍ମ ମାନେ କ'ଣ? କେବଳ ପୂଜାପାଠ? ନା, କେବଳ ସେତିକି ନୁହେଁ। ଏଠି ଧର୍ମର ଅର୍ଥ ବହୁତ ବ୍ୟାପକ। ଜଣେ ବ୍ୟକ୍ତିର ସମାଜ ପ୍ରତି, ନିଜ ପ୍ରତି ଠିକ୍ କର୍ତ୍ତବ୍ୟ କ'ଣ, ସମାଜର ନୈତିକ ନିୟମ କ'ଣ, ଆଉ ଏ ପୁରା ବ୍ରହ୍ମାଣ୍ଡକୁ ଚଲାଉଥିବା ଯୋଉ ବିଶ୍ୱ ନିୟମ ସେସବୁକୁ ବୁଝଉଥିଲା। ତେବେ କହିବାକୁ ଗଲେ ଧର୍ମ ହିଁ ସବୁକିଛିର ମୂଳଦୁଆ ଥିଲା ଭଳି ଲାଗୁଛି। ହଁ, ଏ ପ୍ରକାରେ ସେମିତି କହିପାରିବ। ବିଶ୍ୱାସ କରାଯାଉଥିଲା ଯେ ଧର୍ମ ହିଁ ଲୋକଙ୍କ ଆଚରଣକୁ ଠିକ୍ ବାଟ ଦେଖାଇବ। ଆଉ ଜଣେ ବ୍ୟକ୍ତିର ନିଜ ଜୀବନ ଏବଂ ପୁରା ସମାଜ ଭିତରେ ଗୋଟେ ସନ୍ତୁଳନ ବା କୋର୍ଡିନେସନ୍ ଆଣିବ। ଏତେ ସବୁ ଜାଣିବା ପରେ ଆମେ ଯଦି ଦେଖିବା ମନୁଙ୍କ ଏହି ସାମାଜିକ ନିୟମର ପ୍ରକୃତ ଗୁରୁତ୍ୱ କ'ଣ ଥିଲା ସେହି ସମୟ ପାଇଁ? ଦେଖନ୍ତୁ, ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ସେ ସମୟରେ। ଗୋଟେ ବଡ଼ କଥା ହେଲା, ଏହା ହିନ୍ଦୁ ଆଇନକୁ ବୋଧେ ପ୍ରଥମ ଥର ପାଇଁ ଗୋଟେ ବ୍ୟବସ୍ଥିତ ଭାବେ ଲେଖା ଆକାରରେ ଆଣିଲା। ସିଷ୍ଟମାଟିକ୍ କମ୍ପାଇଲେସନ୍ ଭଳି? ହଁ, ସିଆ। ଆଉ ଗୋଟେ ହେଲା, ଏହା ପ୍ରାଚୀନ ଭାରତରେ ସମାଜକୁ କେମିତି ଚଳାଇବାକୁ ହବ ତା ପାଇଁ ଗୋଟେ ଢାଞ୍ଚା ବା ଫ୍ରେମୱାର୍କ ଦେଲା। ଏହାର ପ୍ରଭାବ କ'ଣ କେବଳ ସେତିକିରେ ସୀମିତ ଥିଲା, ନା ପରବର୍ତ୍ତୀ ସମୟକୁ ବି ପ୍ରଭାବିତ କରିଥିଲା? ନା, ଏହାର ପ୍ରଭାବ ଆଗକୁ ବି ରହିଲା। ପରେ ଯୋଉ ସବୁ ସ୍ମୃତି ଗ୍ରନ୍ଥ ଲେଖାଗଲା, ଯେମିତିକି ଯାଜ୍ఞବଲ୍କ୍ୟ ସ୍ମୃତି, ଯାଜ୍ଞବଲ୍କ୍ୟ ସ୍ମୃତି, ନାରଦ ସ୍ମୃତି, ସେଗୁଡ଼ିକ ଉପରେ ମନୁସ୍ମୃତିର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳେ। ବହୁ ଶତାବ୍ଦୀ ଧରି ପ୍ରାଚୀନ ହିନ୍ଦୁ ନ୍ୟାୟ ବ୍ୟବସ୍ଥାର ଏହା ଏକ ମୁଖ୍ୟ ଆଧାର ହୋଇ ରହିଥିଲା। ଆମ ଉତ୍ସଗୁଡ଼ିକ ତ ଏଇଆ କହୁଛି। କିନ୍ତୁ ଯେମିତି ଆମେ ଆଗରୁ ବି କଥା ହେଉଥିଲେ, ଏହାକୁ ନେଇ ସମାଲୋଚନା ବି କମ୍ ନୁହେଁ। ଆମ ପାଖରେ ଥିବା ସୂଚନା ଏ ବିଷୟରେ ଆଉ କ'ଣ କହୁଛି? ହଁ, ସେ ସମାଲୋଚନା ଦିଗଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ସେହି ତଥ୍ୟ ଅନୁସାରେ ମନୁସ୍ମୃତିର କଡ଼ା ସମାଲୋଚନା କରାଯାଏ, ମୁଖ୍ୟତଃ ଦୁଇଟି କାରଣ ପାଇଁ। କ'ଣ ସେଗୁଡ଼ିକ? ପ୍ରଥମତଃ, ଏହା ଜାତି ଆଧାରରେ ଉଚ୍ଚନୀଚ ଭେଦଭାବକୁ ପ୍ରୋତ୍ସାହିତ କଲା। ଦ୍ୱିତୀୟତଃ, ଲିଙ୍ଗ ଆଧାରରେ ଅସମାନତାକୁ ବଢ଼ାଇଲା, ଏମିତି କୁହାଯାଏ। ବିଶେଷ କରି କେଉଁମାନଙ୍କ ପ୍ରତି? ବିଶେଷ କରି ଶୂଦ୍ର ବର୍ଣ୍ଣର ଲୋକ ଏବଂ ନାରୀମାନଙ୍କୁ ଅନେକ ଜାଗାରେ ନ୍ୟୁନ ବା ତଳସ୍ଥାନ ଦିଆଯାଇଥିଲା ବୋଲି ସମାଲୋଚନା କରାଯାଏ। ଏହାକୁ କେମିତି ଦେଖାଯାଉଥିଲା? ଏହା କ'ଣ କେବଳ ଏକ ସାମାଜିକ ବ୍ୟବସ୍ଥା ଥିଲା, ନା ଆଉ କିଛି? ନା, ସମାଲୋଚକମାନେ କହନ୍ତି ଯେ ଏହା କେବଳ ସାମାଜିକ ବ୍ୟବସ୍ଥା ନଥିଲା। ଏହାକୁ ଏକ ପ୍ରକାର ଈଶ୍ୱରଙ୍କ ଦ୍ୱାରା ସ୍ୱୀକୃତ ଭେଦଭାବ ବୋଲି ମାନି ନିଆଯାଉଥିଲା। ଓହୋ। ଯାହାକୁ ଆଜିକାଲିର ଯୁକ୍ତିବାଦୀ ଚିନ୍ତକମାନେ ଆଦୌ ଗ୍ରହଣ କରନ୍ତି ନାହିଁ। ଆମ ଉତ୍ସରେ ଏକଥା ବି ଅଛି। କ'ଣ? ଯେ ଭାରତର ବଡ଼ ବଡ଼ ସମାଜ ସୁଧାରକ, ଯେମିତି ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ ଆଉ ଡକ୍ଟର B.R. ଆମ୍ବେଦକର, ସେମାନେ ମନୁସ୍ମୃତିର କିଛି ଅଂଶକୁ ଜୋରଦାର ବିରୋଧ କରିଥିଲେ। ପୁଣି ଥରେ ମନେ ପକାଇ ଦେଉଛି, ଏହା ହେଉଛି ସେହି ଉତ୍ସଗୁଡ଼ିକରେ ମିଳୁଥିବା ତଥ୍ୟ, ଆମ ନିଜସ୍ୱ ବିଚାର ନୁହେଁ। ବୁଝିଲି, ଏହା ସ୍ପଷ୍ଟ କରିବା ଜରୁରୀ। ତବେ ଏତେ ସମାଲୋଚନା ପରେ ଆଜିର ଦିନରେ ଏହାର କିଛି ମୂଲ୍ୟ ବା ପ୍ରାସଙ୍ଗିକତା ଅଛି କି, ନା କେବଳ ଇତିହାସ ହୋଇ ରହିଯାଇଛି? ଏଇଟା ଏକ ଭଲ ପ୍ରଶ୍ନ। ଦେଖନ୍ତୁ, ସିଧା କହିବାକୁ ଗଲେ ମନୁଙ୍କର ବହୁତ ନିୟମ ଆଜିର ଦୁନିଆରେ ଆଦୌ ଚଳିବନି। କାରଣ ସେଗୁଡ଼ିର ସ୍ପଷ୍ଟ ଭାବେ ଭେଦଭାବ କରୁଛି। କିନ୍ତୁ କିଛି ବିଷୟ ଅଛି, ଯେମିତିକି ନୈତିକ ଶୃଙ୍ଖଳା ଉପରେ ଜୋର ଦେବା, ଆଇନର ଶାସନର ଗୁରୁତ୍ୱ ବୁଝେଇବା ଆଉ କର୍ତ୍ତବ୍ୟ ଆଧାରିତ ନୈତିକତା। ଏହି ଚିନ୍ତାଧାରାଗୁଡ଼ିକ, କ'ଣ କହିବା, ଏବେ ବି କିଛି ମାତ୍ରାରେ ଭାରତୀୟ ସମାଜର ଚିନ୍ତାଧାରାରେ ରହିଛି ବୋଲି କୁହାଯାଇପାରେ। ଏହା ଉତ୍ସର ଏକ ପରିମେକ୍ଷଣ ମାତ୍ର। କିନ୍ତୁ ଆଜିର ଭାରତର ମୂଲ୍ୟବୋଧ ତ ବହୁତ ଅଲଗା। ସମ୍ବିଧାନ ଅଛି, ସମାନତା ନ୍ୟାୟ ଉପରେ ବେଶୀ ଜୋର ଦିଆଯାଉଛି। ଏକଦମ ଠିକ୍ କହିଲେ। ଆଧୁନିକ ଭାରତ ସମସ୍ତଙ୍କ ପାଇଁ ସମାନତା ଆଉ ନ୍ୟାୟକୁ ସବୁଠୁ ବଡ଼ ସ୍ଥାନ ଦିଏ। ଆଉ ସେଥିପାଇଁ ମନୁଙ୍କ ନିୟମାବଳୀର ଯେଉଁ ଅଂଶଗୁଡ଼ିକ କଠୋର, ଅନ୍ୟାୟପୂର୍ଣ୍ଣ ବା ଭେଦଭାବ ସୃଷ୍ଟି କରୁଛି, ସେଗୁଡ଼ିକୁ ଆଜିର ସମାଜ ଗ୍ରହଣ କରେ ନାହିଁ। ହଁ, ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ତେବେ ଆମର ଏଇ ପୁରା କଥାବାର୍ତ୍ତାରୁ ମୁଖ୍ୟ କଥା କ'ଣ ବାହାରିଲା, ଯଦି ଆମେ ସାରାଂଶ କରିବା? ମୁଖ୍ୟ କଥା ବା ସାରାଂଶ ହେଲା, ମନୁଙ୍କ ଦ୍ୱାରା ତିଆରି ସାମାଜିକ ନିୟମ ଯାହା ମନୁସ୍ମୃତିରେ ଅଛି,
ତାହା ପ୍ରାଚୀନ ଭାରତର ସମାଜ, ନୀତି, ନିୟମ ଆଉ ଆଦର୍ଶ କେମିତି ଥିଲା, ତାର ଗୋଟେ ଚିତ୍ର ଆମକୁ ଦିଏ। ଏହା ଧର୍ମକୁ ଆଧାର କରି ସମାଜରେ ଗୋଟେ ସନ୍ତୁଳନ ଆଣିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ଥିବା ସମସ୍ୟାଗୁଡ଼ିକ ବି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ, ଯାହା ଆମେ ଆଲୋଚନା କଲେ। ନିଶ୍ଚୟ, ଏଥିରେ ଥିବା କଠୋର ଜାତି ବ୍ୟବସ୍ଥା ଆଉ ଲିଙ୍ଗଗତ ଭେଦଭାବ ଆଜିର ଯୁଗରେ ଏହାର ବ୍ୟବହାରକୁ, ଏହାର ପ୍ରାସଙ୍ଗିକତାକୁ ବହୁତ କମ୍ କରିଦେଇଛି। ତଥାପି ଯଦି ଆମେ ପ୍ରାଚୀନ ଭାରତର ସମାଜ, ଆଇନ ଆଉ ନୀତି ନିୟମକୁ ବୁଝିବାକୁ ଚାହିଁବା, ତେବେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଉତ୍ସ ଭାବେ ଦେଖିବାକୁ ପଡ଼ିବ। ଏହାକୁ ପୂରାପୂରି ଅଣଦେଖା କରିହେବନି। ହଁ, ଏହା ନିଶ୍ଚିତ ଭାବରେ ଏକ ଗଭୀର ଆଉ ବହୁସ୍ତରୀୟ ବିଷୟ। ଆମେ ଏତେ କଥା ହେଲେ ଶେଷରେ ଗୋଟେ ପ୍ରଶ୍ନ ମୋ ମନକୁ ଆସୁଛି। କୁହନ୍ତୁ। ଥିଲା କିନ୍ତୁ ଯେତେବେଳେ ସେହି ଶୃଙ୍ଖଳା ଆଣିବା ପାଇଁ ତିଆରି ହୋଇଥିବା ନିୟମ ହିଁ ସମାଜର ଗୋଟେ ବଡ଼ ଅଂଶ ପାଇଁ ଗଭୀର ଅନ୍ୟାୟ ବା ଅବ୍ୟବସ୍ଥାର କାରଣ ହୋଇଯାଏ, ସେତେବେଳେ କ'ଣ ହୁଏ? ବାଃ, ଏହା ବାସ୍ତବରେ ଏକ ବଡ଼ ପ୍ରଶ୍ନ, ଚିନ୍ତା କରିବା ଭଳି ପ୍ରଶ୍ନ। ଆଉ ଏହା ସହିତ ଯୋଡ଼ି ହୋଇ ଆଉ ଗୋଟେ କଥା ବି ଆସୁଛି। କ'ଣ?